ଚୀନ ଗୋଲାପ। ଡକ୍ଟର ସୁଖେନ୍ଦୁ ସାମନ୍ତରାୟ ସହରର ଜଣାଶୁଣା ହୃଦୟ ଶଲ୍ୟ ବିଶେଷଜ୍ଞ। ଶାନ୍ତଶିଷ୍ଟ ମେଳାପୀ। ରୋଗୀ ପାଇଁ ଦ୍ୱିତୀୟ ଈଶ୍ୱର। ରୋଗୀ ତଥା ତାଙ୍କ ଆତ୍ମୀୟଙ୍କୁ ଭଲ ପାଇବାର ସୂତ୍ରରେ ପରସି ଦିଅନ୍ତି ସ୍ନେହ ଶ୍ରଦ୍ଧା ସେବାର ଉପହାର। ମଲା ମୁହଁରେ ହସ ଖେଳେ, ଆତ୍ମୀୟଙ୍କ ଆଶୀର୍ବାଦରେ ଉଲ୍ଲସିତ ହୁଏ ମନ। ଏତିକି ତ ତା ପାଇଁ ଯଥେଷ୍ଟ। ଆଉ କ'ଣ ଲୋଡ଼ା ଯେ? ମେସେଜ ପଠାଏ ନନ୍ଦିତା, ତା ବାଲ୍ୟ ତଥା କଲେଜ ଜୀବନର ସହପାଠିନୀ। ଏକାନ୍ତ ଅତରଙ୍ଗ ସୁଶ୍ରୀ ମାନିନୀ ପ୍ରେମିକା। ପ୍ରାୟ ବର୍ଷେ ହେଲା ସମୟ ଦେଇପାରୁନାହିଁ ତାକୁ, ଖାଲି ଯାହା ଫୋନ୍ ଯୋଗୁଁ ଯୋଗାଯୋଗ। ସେଦିନ ସକାଳୁ ଫୋନ୍ କରିଥିଲା ନନ୍ଦିତା। ମୋ ବାହାଘର ଠିକ୍ ହୋଇସାରିଛି ସୁଖେନ୍ଦୁ। ତୁମକୁ ଚାହିଁ ଚାହିଁ ବାପାଙ୍କୁ ମିଛ ଆଶ୍ୱାସନା ଦେଇ ମୁଁ ଥକି ଗଲିଣି। ଜେଜେମା ପାଚିଲା ପତ୍ର। ଅନେକ ରୋଗ ବୈରାଗ୍ୟରେ ଘାଣ୍ଟି ହେଉଛି। ତାଙ୍କ ଇଚ୍ଛା ଜେଜେମା ଥିବା ଅବସ୍ଥାରେ ମୋ ବାହାଘର ସାରିଦେବେ। ପ୍ଲିଜ୍ ମୋତେ ଗୋଟେ ନିର୍ଦ୍ଦିଷ୍ଟ ସମୟ କୁହ। ଏଇଟା ତ ବିବାହ ଋତୁ। ଇଞ୍ଜିନିୟର ଆଶୁତୋଷ ସହିତ ବାପା ମୋ ବାହାଘର କରିଦେବେ। ଖାସ୍ ସେଇଥିପାଇଁ ସେ ମାସେ ପାଇଁ ଛୁଟି ନେଇ ଆମେରିକାରୁ ଆସିଅଛି। ଥରଟିଏ ଆସି ବାପାଙ୍କୁ ସାକ୍ଷାତ କର। ତମରି ଅପେକ୍ଷାରେ। ଆଖି ଆଗରେ ବେଡ୍ ଉପରେ ଶୋଇ ରହିଥିଲା 35 ବର୍ଷର ସୁଦର୍ଶନ ଯୁବକ। ହାର୍ଟରେ ପ୍ରୋବ୍ଲେମ୍। ଶୀଘ୍ର ଅପରେସନ୍ ନ କଲେ ମୃତ୍ୟୁ ସୁନିଶ୍ଚିତ। ନୂଆ ବାହା ହୋଇଥିବା ବୋହୂଟି ଆଖିରେ ଆଖିଏ ସ୍ୱପ୍ନ। ଏକଲୟରେ ଅନାଇ ବସିଛି ସ୍ୱାମୀର ମୁହଁକୁ। ଜୀବନ ମରଣର ଦୋଛକିରେ ଯୁବକଟି। ବାରମ୍ବାର ନନ୍ଦିତାର ଫୋନ୍ ରିସିଭ୍ କରିପାରୁନାହିଁ ସେ। ଅଖିଆ ଅପିତାରେ ବୃଦ୍ଧ ପିତାମାତା ପୁଅକୁ ଅନେଇ ରହିଛନ୍ତି। ଆଜି ନହେଲେ କାଲି ସେ ନନ୍ଦିତାକୁ ବୁଝେଇ ପାରିବ। ନନ୍ଦିତା ତା'ର ଚିରକାଳ ପାଇଁ। ଯେତେବେଳେ ହେଲେ ବି ସେମାନେ ବାହା ହୋଇପଡ଼ିବେ। ଆଜି ନ ହେଲେ କାଲି ସେ ତା ମଥାରେ ସିନ୍ଦୂର ପିନ୍ଧାଇବ। କିନ୍ତୁ ଆଜିର ଏ ଘଡ଼ିସନ୍ଧି ମୁହୂର୍ତ୍ତରେ ଯୁବକଟିର ଅପରେସନ୍ ନିହାତି ଦରକାର। ଡ୍ରେସ୍ ପିନ୍ଧି ଅପରେସନ୍ ଟେବୁଲ୍ ପାଖରେ ପହଞ୍ଚି ଯାଇଥିଲା ସେ। 3 ଘଣ୍ଟାର ଅପରେସନ୍ ସକ୍ସେସ୍ ହେଇଥିଲା। ମରଣ ମୁହଁରୁ ଫେରି ଆସିଥିଲା ଯୁବକଟି। ଟଳମଳ ପାଦରେ ୱାସରୁମ୍ରୁ ଘରକୁ ଫେରି ଯାଇଥିଲା ସେ। ସ୍ୱର୍ଣ୍ଣିମ ସକାଳ। ନିଦ ଭାଙ୍ଗିଲା ବେଳକୁ ସକାଳ 10ଟା ବାଜି ଯାଇଥିଲା। ଫୋନ୍ ରିଙ୍ଗ୍ ହେଉଥିଲା। ସହକର୍ମୀ ଡକ୍ଟର ପଣ୍ଡାଙ୍କ ନମ୍ବର। ଫୋନ୍ ଉଠେଇଥିଲା ସୁଖେନ୍ଦୁ। ତା ପାଇଁ ଅଶୁଭ ବାର୍ତ୍ତାଟିଏ ଅପେକ୍ଷା କରି ରହିଥିଲା ବୋଧେ। ସାର୍, ନନ୍ଦିତାଙ୍କର ବାହାଘର ହେଉଛି ମନ୍ଦିରରେ। ଆପଣ ଜାଣିନାହାନ୍ତି କି? ଯଥାସମ୍ଭବ ନିଜକୁ ପ୍ରସ୍ତୁତ କରି ସେ ପହଞ୍ଚି ଯାଇଥିଲା ବିବାହ ମଣ୍ଡପରେ। କିନ୍ତୁ ବାହାଘର ସରି ଯାଇଥିଲା। କନ୍ୟା ବିଦା କରି ଦୃଶ୍ୟ ଦେଖୁଥିଲା ଦୂରରୁ। ହଠାତ୍ ନନ୍ଦିତାର ଦୃଷ୍ଟି ପଡ଼ିଥିଲା ସୁଖେନ୍ଦୁ ଉପରେ। ଛଳ ଛଳ ଆଖିରେ ଇସାରାରେ କହୁଥିଲା, ମୁଁ ଅଟକେଇ ପାରିଲି ନାହିଁ ସୁଖେନ୍ଦୁ, ମୋତେ କ୍ଷମା କରିଦେବ। ଉପହାର ପାଇଁ ନେଇଥିବା ସଦ୍ୟ ରକ୍ତ ଗୋଲାପକୁ ସମସ୍ତଙ୍କ ଅଜାଣତରେ ଛିନ୍ନ ବିଚ୍ଛିନ୍ନ କରି ଫିଙ୍ଗି ଦେଇଥିଲା ସେ। ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିବା ଯୁବକ ଚେତନା ଫେରି ଆସିଥିଲା। ସମସ୍ତଙ୍କ ମୁହଁରେ ଖୁସିର ଝଲକ। ଆତ୍ମୀୟଙ୍କ ଆଶୀର୍ବାଦ, ନୂଆ ବୋହୂଟିର ମୁହଁରେ ହସ। କିଛି ହଜେଇ କିଛି ପାଇବାର ପୁଲକରେ ପୁଲକିତ ବି ହୋଇପାରୁନଥିଲା ସେ। ତାକୁ ଦିଶୁଥିଲା ନନ୍ଦିତାର କାନ୍ଦୁରା ମୁହଁଟା। ତୁମେ ସୁଖୀ ହୁଅ ନନ୍ଦିତା। ମୋ ଭାଗ୍ୟରେ ଭଗବାନ ତୁମକୁ ଜୀବନସାଥୀ କରିବା ପାଇଁ ଲେଖି ନଥିଲେ ବୋଧେ। ସୁଖେନ୍ଦୁ କାନ୍ଦି ବି କାନ୍ଦି ପାରୁନଥିଲା। ରୁମାଲରେ ମୁହଁ ପୋଛି ସମସ୍ତଙ୍କୁ ସ୍ୱାଗତ କରିଥିଲା। ଏମିତିରେ 5 ବର୍ଷ ବିତି ଯାଇଥିଲା। ନନ୍ଦିତା ଛଡ଼ା ଆଉ କେହି ବି ତା'ର କାମ୍ୟ ନଥିଲେ। ଅବିବାହିତ ହୋଇ ରୋଗୀ ସେବାରେ ଜୀବନ ବିତାଇ ଦେଇଥିଲା। ଘର ପରିବାର ଆଉ କେହି ବି ତାକୁ ଏ ବିଷୟରେ ବାଧ୍ୟ କରୁନଥିଲେ। ସେଦିନ ସେ ଡେରିରେ ହସ୍ପିଟାଲରେ ପହଞ୍ଚିଥିଲା। ନନ୍ଦିତାକୁ ହସ୍ପିଟାଲ ବେଡ୍ରେ ଦେଖି ଚମକି ପଡ଼ିଲା ସେ। ଆରେ ସେ ଏଠି? ତା ବେଡ୍ ପାଖରେ ଛୋଟ କୁନି ଝିଅଟିର ହାତ ଧରି ଠିଆ ହୋଇଥିଲେ ତା ବାପା। ତାକୁ ଦେଖି ତା ହାତକୁ ଧରି କାନ୍ଦି ପକେଇଥିଲେ ତା ବାପା। ମୋତେ କ୍ଷମା କର,
ମୋ ନନ୍ଦିତାକୁ ବଞ୍ଚେଇ ଦିଅ ଡାକ୍ତର ବାବୁ। ମୋ ଝିଅର ଏ ଦଶା ପାଇଁ ମୁଁ ହିଁ ଦାୟୀ। ଜାଣିପାରିଲି ନାହିଁ। ଗୋଟେ ବିବାହିତ ଠକ ପ୍ରବଚକ ହାତରେ ମୁଁ ତାକୁ ଟେକି ଦେଇଥିଲି। ଆମେରିକାରେ ସ୍ତ୍ରୀ ପୁଅ ନେଇ ତା ପରିବାର ସଉକି ମେଣ୍ଟେଇବାକୁ ସେ ଏଠି ସେଠି ତାକୁ ରଖି ସ୍ୱାମୀ ବୋଲାଉଥିଲା। ବର୍ଷକ ପରେ ନନ୍ଦିତା ମା ହୋଇ ସାରିଥିଲା। ଏଇଟା ତାର ପିଲା। ମୋ ଝିଅ ତା ଘରେ ବନ୍ଦିନୀ ହୋଇ ପଡ଼ି ରହିଥିଲା। ଆମେରିକା ପତ୍ନୀଟିର ସହୃଦୟତାରେ ନନ୍ଦିତା ଆଉ ତା ଝିଅକୁ ସେ ଭାରତ ପଠେଇ ଦେଇଥିଲା। ନନ୍ଦିତା ଆଜକୁ ପ୍ରାୟ ବର୍ଷେ ହେଲା ମୋ ପାଖରେ ରହିଅଛି। ସ୍ୱାମୀ ପରିତ୍ୟକ୍ତା ହୋଇ ବାହାରକୁ ବାହାରି ନ ପାରି ଲଜ୍ଜାରେ ସବୁବେଳେ ଚାପଗ୍ରସ୍ତ ହୋଇ ପଡ଼ି ରହିଥିଲା। କାଲି ହଠାତ୍ ପଡ଼ିଯାଇଥିଲା ବାରଣ୍ଡାରେ। ତୁମର ଧର୍ମ ହେବ ସୁଖେନ୍ଦୁ, ତାକୁ ବଞ୍ଚେଇ ଦିଅ। ସବୁ ପ୍ରକାର ପରୀକ୍ଷା ନିରୀକ୍ଷା କରାଇଥିଲେ, ହେଲେ ସେମିତି କିଛି ରୋଗ ନଥିଲା। ଡିପ୍ରେସନ୍ ଯୋଗୁଁ ଅଚେତ ହୋଇଯାଇଥିଲା। ବିପି ବି ବଢ଼ିଯାଇଥିଲା। ଆବଶ୍ୟକୀୟ ଇଞ୍ଜେକ୍ସନ ଔଷଧ ଦ୍ୱାରା ନନ୍ଦିତା ଖୁବ୍ ଶୀଘ୍ର ଆରୋଗ୍ୟ ଲାଭ କରିଥିଲା। ସେଦିନ ସନ୍ଧ୍ୟାରେ ଏକ ରମଣୀୟ ମୁହୂର୍ତ୍ତରେ ରକ୍ତ ଗୋଲାପର ଗୁଚ୍ଛଟେ ଧରି ସୁଖେନ୍ଦୁ ପହଞ୍ଚି ଯାଇଥିଲେ ନନ୍ଦିତା ପାଖରେ। ସଦ୍ୟ ଗୋଲାପର ବାସ୍ନା ତାକୁ ଆମୋଦିତ କରୁଥିଲା। ଆନମନା ହୋଇଯାଇଥିଲା ସେ। ନନ୍ଦିତା ଆଖିରେ ବିସ୍ମୟ। ଆରେ ଆଜି ପରା ଗୋଲାପ ଦିବସ, ଖାସ୍ ତମରି ପାଇଁ ପରା। ନନ୍ଦିତା ଆଖିରେ ଲୁହ, ଓଠରେ ହସ, ଗଭୀର ଅନୁରାଗରେ ଅନେଇ ରହିଛି ତାର ପ୍ରିୟ ମଣିଷଟିକୁ। ତେବେ ଶ୍ରୋତାବନ୍ଧୁ, ଯଦି ମୋ ଗପଟି ଭଲ ଲାଗିଥାଏ ତେବେ ଗପଟିକୁ ଲାଇକ୍ ଆଉ ସେୟାର କରିଦେବେ। କମେଣ୍ଟ ବକ୍ସରେ କମେଣ୍ଟ ନିଶ୍ଚୟ ଦେବେ। ଯଦି ମୋ ଚ୍ୟାନେଲରେ ନୂଆ ଥିବେ ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ ଆଉ ବେଲ୍ ଆଇକନକୁ ଦବାଇ ଦେବେ, ଯାହାଦ୍ୱାରା ମୁଁ ଅପଲୋଡ଼ କରୁଥିବା ଭିଡ଼ିଓର ନୋଟିଫିକେସନ୍ ପ୍ରଥମେ ଆପଣ ପାଇପାରିବେ। ରହିଲି, ନମସ୍କାର।